କାଳିଅନାଗ ଆସିଛନ୍ତି। କହିଲେ ପ୍ରଭୁ ଗୋଟିଏ ପ୍ରଶ୍ନ ପଚାରିବି, ଉତ୍ତର ଦେଇପାରିବ? କହିଲେ କଣ ହେଲା? ଏ ଶରୀର ବନେଇଛି କିଏ? ନା ମୁଁ। ମତେ ବିଷ ଦେଇଛି କିଏ? ନା ମୁଁ। ଆମ ମନରେ କ୍ରୋଧକୁ ସ୍ଥାପନ କରିଛି କିଏ? ନା ମୁଁ। ଫଣା ଦେଇଛି କିଏ? ନା ମୁଁ। ସମୁଦ୍ର ମନ୍ଥନ ସମୟରେ ଆମେ ବି ଗୁହାରି କରିଥିଲୁ ଯେ ଗୋଟିଏ ବୁନ୍ଦା ଅମୃତ ଆମକୁ ବି ଦେଇଦିଅ। ଯଦି ଦେଇଥାନ୍ତ ଆମେ ତ ଘରେ ଘରେ ପୂଜା ପାଉଥାନ୍ତୁ ନା। ଯୋଉଠି ଦେଖୁଛନ୍ତି, ଯିଏ ଦେଖୁଛନ୍ତି ଆମକୁ ଗୋଟିଏ ବାଡ଼ି ଧରିକି ବାଡ଼ଉଛନ୍ତି। ଏକଥା କରିପାରିଲେନି। ଭଗବାନ ଜାଣିଲେ, କହିଲେ ଜ୍ଞାନ ଉଦୟ ହେଲାଣି। ପତ୍ନୀ ମାନେ ଅନୁରୋଧ କରିଛନ୍ତି ଆମ ସ୍ୱାମୀକି ଛାଡ଼ି ଦିଅନ୍ତୁ। କହିଲେ ତୁମ ପାଇଁ ତୁମର ସ୍ୱଭାବ ଯାହା, ତମେ ଯାହା ବର୍ଣ୍ଣନା କଲ ସେ ଆଉ ତମ ସ୍ୱଭାବ। ମୁଁ ଜାଣିଛି ତୁମ ମନରେ ରାଗ ହବ, କ୍ରୋଧ ହବ, ତୁମଠାରେ ବିଷ ହବ। ମୁଁ ତ ସୃଷ୍ଟି କରିଛି ନା। କିନ୍ତୁ ହେ କାଳିଅ, ମୁଁ ଆଉ ଗୋଟିଏ କଥା ସୃଷ୍ଟି କରିଛି। ତୁମ ପାଇଁ ଗୋଟିଏ ସ୍ୱତନ୍ତ୍ର ଜାଗା ମୁଁ କରିଛି। ସେ ଜାଗାର ନାମ ହଉଛି ରମଣ ଦ୍ୱୀପ। ତୁମେ ଯାଅ ସେଇ ରମଣ ଦ୍ୱୀପରେ ରହ।